भारी डेंजर जगह बाबारे बर्तमान आम तो भूल रास्ते आसिक पहुँची गले जान सिपु भाई हेलो फ्रेंड्स गुड मॉर्निंग वेलकम टू माय न्यू ब्लॉग तो फ्रेंड्स बर्तमान टाइम आसीगला 7टा तो आज बेगा ब्लॉग आरंभ होगा तो मेडिसिन धरिकी अच्छी जून देकी देवी से खाए मेडिसिन कल जो मेडिसिन थे खाली पेट मेडिसिन गैस मेडिसिन से खाइबे तो चल आगे देखा बस बैग पानी आनी हौ मुझे पानी ना पड़ो कौ बोतल हाँ तो टाइम टाइम मेडिसिन नजर हेनी हाँ हाँ नाई रे गैस मेडिसिन टा पानी हाँ आ बाकी तो खाइला पर खाओ आम आरलेबरा गछ केड़े बड़ है गोटे फुल गछ था कहला जे गोटे फुल गछ था कौन हाणीदेल ना कौन ये गोटे फुल गछ नाला ये साइड रे ओडोसमारी आसिया रास्ता करदे जीव आगे हाणिकी रास्ता करदे आसिया भारी असुविधा हो जगह तो रास्ता करदे जीव हाणिकी हाँ हौ तो फ्रेंड्स बर्तमान शांतनु आई बहुत थर मत कहला शांतनु भिडियो कर ब्लॉग रे आसे तो इच्छा बेसी तो से आई ना शांतनु मु घसी दे देबी तू टेंशन नहीं जंग मालिश करदेलु दी हाथ रे ना तोर छोटी हाथ दी हाथ चुट्टी लग रे मानसी आइला रे मानसी रही पारानी सांग को छाड़ी शांतनु मामा डाउची शांतनु माड़ खाइबा एठी भात कौन खाइब ना शांतनु सी हाँ करुची हाथ तो दे तोर वीडियो करे भारी इच्छा ना कि मु कौन कर टेकिकी आनी था मतलब कहली ना मत डाक दो टेकिकी आना भर मुझे ठिया होती खाया कहली को बेग हाय झुमुर नानी हाँ नाई कौन कर बेग नियो हाँ नहीं धोई दवा कौन कौन करे माली हौ थोइली पड़गला पुणी तो बर्तमान सकाल सकाल पखाड़ बाड़ी देली आज बो मोर मत पखाड़ बाड़ी करदेला कहीं सका भाई पे रोषे होता तो मुझे खाईदेली खरारे पखाड़ खाईद बढ़िया खाली लेजी भाया हो पखाड़ खाई खाली लेजी 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 जा बहुत कर जो आंब फुटे कानी बाछुरी आनकी गाम दु आंब फुटे खाइना हम गां जगह नसुनी हेलो आंब मत भल नुह नने मु खिना खाई दउची दिन 4-5टा माने आंब मत भल नुह आंबटा भल नुह तू जानछु कौन रागी लो रागी तू आंब खाऊ निजे कहलु आंब एत थुआई आमर पा जो पराई एक्चुअली पाचिनी तो से पाचिला खाई हम
ସେୟା ପାଚିଗଲା ଟେନସନ୍ ନାହିଁ। ଆମେ ଆମ୍ବ ଖାଉଥିବୁ। ବର୍ତ୍ତମାନ ଖାଲି କହୁଛି ଗୋଟେଇକି ଯାଇକି ଆଣ ଫିଲ୍ଡରେ ବସେ ପ୍ରବଳ ଆମ୍ବ। ମୁଁ ଗୋଟେ ଯାଇନି ଆଉ ଅବହେଳା ଆଉ। ଖାଲି କରୁଛି। ଆଉ ଭାତ ଆଣିଲୁନି? ମୁଁ ଯୋଉ ଖାଇଥିଲି ଏଇଥିରୁ ଖାଇଦବୁ। ଏତକ ଭାତ ଏରା ପେଟେକି ଖା ପେଟେକି। ଏରା କ'ଣ ଡାଲି ବଇଛି? ଆମର ତ ଏନି ଟାଇମ୍ ଆଉ ଡାଲମା ଆଉ ତ ଦେଖ ହାତକୁ ଆଗକୁ କରିକି ଅଛନ୍ତି, କହୁଛନ୍ତି ଡାକୁଛନ୍ତି ଆସ ବୋଲି। ଜୟ ଜଗନ୍ନାଥ। कैलेंडर 2026 କ'ଣ କରିବା? ଖରା ହଉଛି, କୁହନ୍ତୁ ଆପଣମାନେ କ'ଣ କରିବା ଖରାରେ? କ'ଣ କରିବା ଏଇ ଖରାରେ? ଚାଲ ଟିକେ ଫିଲ୍ଡ ଆଡ଼େ ବୁଲି ଆସିବା ଆମ୍ବ ଫାମ୍ବ ଗୋଟେଇକି। ଆଉ ବୋଉ ବି ମୋର ବସେଇ ଦଉନି, ଖାଲି କହୁଛି ଯେତେ ଆମ୍ବ ଖାଇକି ଯା ଯା ଯା। ସିପୁର କ'ଣ କାମ ନାହିଁ? ତୋର କିଛି କାମ ନାହିଁ ରେ? ହେଁ ଟ୍ୟୁସନ୍ କରିଛି କି ମୁଁ? ତୁ ଏମିତି ଧରୁଛୁ। ଭଲ ପିଲାଟା ନା ରେ? ହେଁ ଆମ ପାଇଁ ଯା ଯା ଫିଲ୍ଡ। ହଉ ଜୟଟା ଦେ। ଏପଟ ହମ୍ସ ଯୋଉ ଏଇ ପଡ଼ିଆ ବହୁ ଆରେ ଏଇଠି ଗୋଟେ ପଡ଼ିଆ ନାହିଁ ବାଁ ବାଟେ। ଆସିକି ସିନା ପହଞ୍ଚିଗଲୁ, କିନ୍ତୁ ଜଭରି ଘନ ଜଙ୍ଗଲରେ ଅଛି ଆମ୍ବ ଗଛ। ଆଣିବାଟା ଭାରି ମୁସ୍କିଲ। କୋଉପଟେ ଯିବା ବାଟ ବି ପାଇବାଟା ଭାରି କଷ୍ଟ। ଏଇ ପଡ଼ିଆରେ ଯେତେବେଳେ ଆମେ କ୍ରିକେଟ ଖେଳୁ, ତମେ ସିପୁ ଖେଳୁଛ ଏଇ ପଡ଼ିଆରେ କ୍ରିକେଟ? ତମେ ଖେଳିନ? ଆମେ ସେତେବେଳେ ପ୍ରବଳ କ୍ରିକେଟ ଖେଳୁଛୁ ଏଇ ପଡ଼ିଆରେ। କୋଉପଟେ ଯିବା ବୋଲି ମୁଁ ବାଟ ଭୁଲି ଯାଇଛି ଯେ, ଆଜି ପୁରା ବାଟ ଭୁଲିକି ଅଛି। କୋଉପଟେ ଯିବି ବୋଲି ଆଉ ମନେ ନାହିଁ। କୁଆଡ଼େ ଯିବା କି ରେ? ଆଇଲୁ ସେଟା ନୁହେଁ, ସେ ଭିତରେ ଭଲ ଆମ୍ବ ଗଛ ଅଛି। ତ ଭାରି ଡେଞ୍ଜର ଜାଗା ବାବାରେ। ବାଗେଇଆ ବର୍ତ୍ତମାନ ଆମେ ତ ଭୁଲ ରାସ୍ତାରେ ଆସିକି ପହଞ୍ଚିଗଲେ। ଜାଣିଲ ସିପୁ ଭାଇ, ଭୁଲ ରାସ୍ତାରେ ଆସିକି ପହଞ୍ଚିଗଲେ। ପୁଣି ଏପଟେ ବୁଲିକି ଯିବାକୁ ପଡ଼ିବ। ଚାଲ, ଆମେ ଏଇପଟେ ଆଇଥିଲେ ଆରାମସେ ଆଇଥାନ୍ତୁ। ସେପଟେ ପଳେଇଲୁ ଯେ ବାଟ ଭୁଲିଗଲୁ। ବର୍ତ୍ତମାନ ବୁଲି ବୁଲି ଏପଟେ ଆଇଲୁ। ମତେ ଲାଗୁଛି ମାଙ୍କଡ଼ ଫାଙ୍କଡ଼ ସବୁ ଖାଇ ଦେଇଛନ୍ତି, କିଏ ଆସିକି ନେଇଯାଇଛି କେଜାଣି। ଭଲ କି ଖୋଜେ, ଏଇଟା ହେଭି ମିଠା ଗଛ, କଦଳିଆ ଗଛଟା। ବାବାରେ ଖାଇଗଲେ ଆମ୍ବ ଡାହାଣି ଯୋଉ। ଏ ଗଛରେ ପଡ଼ିନି, ସେତେବେଳେ ଆମେ ପ୍ରବଳ ଆସିକି ଏ ଗଛରୁ ଆମ୍ବ ନଉ। ଏବେ ତ ଆଉ ଆସୁନୁ, ମାଙ୍କଡ଼ ଫାଙ୍କଡ଼ ସବୁ ଖାଇ ଯାଉଛନ୍ତି। ମାଙ୍କଡ଼ ସେତେବେଳେ ବି ଥିଲେ, ପକଉଥିଲେ, ଏବେ ଖାଇ ଦଉଛନ୍ତି। ବାପରେ ଖାଇଗଲେ ଅବସ୍ଥା ରଖୁନାହାନ୍ତି ଖାଇକି।
ଦେଖୁଛୁ ଆମେ ଏଇଠୁ ନ ଆସିକି ଆମେ ଏଇଠୁ ବାଟ ଆମର ଆମେ କୁଆଡ଼େ ଯାଇକି ବୁଲୁଛେ। ସେଇଠି ଗୋଟେ ଆମ୍ବ ପଡ଼ିଛି ଗୋଟା ଏଇଠି ଏଟା ବଢ଼ିଆ ମିଠା ଆମ୍ବରେ ବା ଖାଇବୁ ଯଦି କାଇ ଖାଇଗଲେ ମା ଏଟା ବଢ଼ିଆ ମିଠା ଆମ୍ବ। ଗଛ ଯଦି ଆମ୍ବ ପାଇଥାନ୍ତୁ ଫାଣ୍ଟାଷ୍ଟିକ୍ ମିଠା। ତ ଏଇ ଦୁଇଟା ଗଛ ଆମ୍ବ କେତେବେଳେ ଖାଇନୁ। ରସ ପୁରା ଚିନି ଶିରା। ମୁଁ ଆଇଲା ବେଳକୁ 4ଟା କୁକୁଡ଼ା ଏଠି ଦେଖିଲି। ହଁ ମୁଁ ଆଉ ଟିକେ ପୂର୍ବରୁ ଏଠିକି ଯାଇଥିଲି ମାନେ ଏଠିକି ନ ତ ରାସ୍ତାରେ ଯାଉଥିଲି 4ଟା କୁକୁଡ଼ା। ମୁଁ ଆକି ମୋବାଇଲ ରଖିନଥିଲି ମୋବାଇଲ ରଖିଥିଲି ସେ କାଢ଼ିଲା ବେଳକୁ ପଳେଇଲେ। ଗୋଟେ ମା ଆଉ 3ଟା ପିଲା ମାନେ ପେଣ୍ଠି। ଆମେ ଏଇ ପଟ ବାଟ ଦେଇକି ଯାଇଥାନ୍ତୁ ଆମେ ବୁଲି ବୁଲି ପଡ଼ିଲେ ସିଆଡ଼େ। ମୁଁ ଆଉ ଜାଣିପାରିଲିନି ବାଟଟା। ଆମ୍ବ ତ ପଇଲାନି କିନ୍ତୁ ବାଟ ଭୁଲିକି ଆମେ ହଇରାଣ। ଆମ୍ବ ପଇଲାନି କିନ୍ତୁ ବାଟ ଭୁଲିକି ବର୍ତ୍ତମାନ ହାଲିଆ ହେଇକି କିଛି ଲାଭ ନାହିଁ ଆସିକି କିଛି ଲାଭ ନାହିଁ ନା ସିପୁ ଭାଇ। ହଁ ତ ଚାଲ ଫଟାଫଟ ପଳେଇବା ଘରକୁ। ଆଉ ତ ଆମ୍ବ ମିଳିଲାନି ଏଠି କ'ଣ କରିବୁ ପଳେଇବା। ଆଇଥିଲୁ ବର୍ତ୍ତମାନ ଖାଲି ହାତରେ ଯାଉଛୁ ବି ଖାଲି ହାତରେ। କିଛି ନେଇକି ଆସିନୁ କି ଗଲୁ ବି କିଛି ନ ନେଇକି ପୁରା ଖାଲି ହିଁ ଗଲୁ। ଆଉ ବର୍ତ୍ତମାନ ବୋବଉଛନ୍ତି ସେ ଭିତରେ କୁକୁଡ଼ା ଅଛନ୍ତି ଜଙ୍ଗଲୀ କୁକୁଡ଼ା ଭିତରେ ବୋବଉଛନ୍ତି। ଦେଖିଲୁ ନା ବୋବେଇଲାଟି କି ହେଇକି ପ୍ରବଳ ଅଛନ୍ତି। ବାବାରେ ଫାଇନାଲି ଆସିକି ପହଞ୍ଚିଗଲୁ। କିଛି ଲାଭ ହେଲାନି ନା ଡାକିକି କିଛି ଲାଭ ହେଲାନି। ଆଉ ଆମ୍ବ ତ ଗୋଟେ ପାଇଲୁନି। ଆମ୍ବ ନେଇଯାଇଛନ୍ତି ଆସିକି। ଆମ୍ବ ନାହିଁ ମାଙ୍କଡ଼ ତ ଯାହା ଖାଇଛନ୍ତି ଆସିକି ନେଇଯାଇଛନ୍ତି। ଆମ୍ବ ଆଉ ଟୋଟାଲ ନାହିଁ। ତ ଚାଲ ଯିବା ଫଟାଫଟ ଘରକୁ ଆଉ। ଏନେ ପ୍ରବଳ ଆମ୍ବ ଆଣିଛୁ ତ ପାଇଁ କେତେ ଆମ୍ବ ଆଣିନେ କିରେ ପ୍ରବଳ ଆମ୍ବିଳି ଗଛ ଆମ୍ବ ଏ ସବୁ କିଏ ନେଇଯାଇଛି। ମାଙ୍କଡ଼ ଖାଇଦଉଛନ୍ତି କିଏ ନେଇଯାଇଛି। ଆମ୍ବ ଗୋଟା ନାହିଁ। ଆମ୍ବ ଚୋପା ଗଛରେ ଥିଲେ କ'ଣ ଅଯଥା ଖାଲି ଆମେ ଗଲୁ ଖରାରେ କିଛି ଲାଭ ହେଲାନି। ପରିଶ୍ରମୀ ପିଲାଟା ଖାଲି କିନ୍ତୁ ନା ରେ ସିପୁ। ହଁ ଏଇଟାକୁ ରଖିବୁ 2 ଦିନ ତାପରେ ଖାଇବ ହେଲା। ଏଇଟା ରଖିକି ଖାଇଲେ ମିଠା ଲାଗିବ। ରଖିକି ଥାଉ 2 ଦିନ ଖାଇବୁ। ଏଇନେ ଖାଇଲେ ଆମ୍ବିଳି ହବ। କିଛି ତ ପଡ଼ିନି। ଗୋଟା ଟାକୁଆ ପଡ଼ିଥାନ୍ତା। ଟାକୁଆ 5-6ଟା ପଡ଼ିଥା। ମାଙ୍କଡ଼ ଖାଇ ପକେଇଥିଲେ କହିଲେ ତମ ମମିକି ନେଇକି ଦେଇଦବ ବୋଉ। କ'ଣ ବର୍ତ୍ତମାନ ମୋର ଗାଧୁଆ ସରିଗଲା। ତା ସହିତ ଆମର ବୋଉ ଭାଙ୍ଗୁଛି କ'ଣ ବସିକି ପାନ। କାହା ପାଇଁ ନା ଜେଜେ ପାଇଁ। ଆଉ ଜେଜେ ତ ଆମର ଏଠି ଶୋଇଛନ୍ତି ପହଡ଼ ପଡ଼ିକି। କୁଆଡ଼େ ମାଗୁରା କାଇଁ ନାଇଁ କେହି ଯିବା ନାହିଁ। କେହି ଯିବନି। କେତେ ଥର ଯାଉଥିବ ଏବେ ଯାଇଥିଲେ ମାମୁଁ ଘରକୁ ପୁଣି ଆମ ନାଟକ ହବ ତାଙ୍କ ଗାଁରେ ଯେ ଆଉ ପୁଣି ଯିବ କହୁଛି। ନାଇଁ କହିଲେ ତୁ କହିଦବୁ କ'ଣ କାମ ଅଛି ତ ଏକୁଟିଆ କିଏ ରହେ କହିଲୁ ଘରେ। ହଁ ଜେଜେର ମୋର କୋଉଦିନ କାଲି ଜାନି ଭାରି ଅସୁବିଧା ହଉଛି ଏକୁଟିଆ ରହିବା। ଖାଇବା ପିଇବା ତମ ଇଚ୍ଛା ତମେ ଯାହା କରୁଛ କର। ଜାଣିଲ ପ୍ରକୃତରେ ମୁଁ କାହିଁ କ'ଣ କହିବି ତମ ଇଚ୍ଛା ତମେ ଯାହା କରୁଛ କର। ତମେ ଯିବ ଯଦି ଭଲ କଥା ନ ଯିବ ଯଦି ନାହିଁ। ତ ଗଞ୍ଜିଟା ପିନ୍ଧିନି ଟିକେ ଗରମ କରୁଛି। ନଗଦ ଗାଧେଇକି ଆଇଲି ତ ଟିକେ କୁଲ ସାମ୍ପୁ ଲଗେଇଥିଲି। ଥଣ୍ଡା ଗୋଟେ ସାମ୍ପୁ। ସେ ସାମ୍ପୁଟା ବର୍ତ୍ତମାନ ମୁଣ୍ଡକୁ ଥଣ୍ଡା ଦେଉଛି। ତ ବର୍ତ୍ତମାନ ମୁଣ୍ଡଟା ଥଣ୍ଡା ଲାଗୁଛି। ବଡ଼ିଟା ବି ଥଣ୍ଡା ଲାଗୁଛି। ଛାଡ଼ିଆରେ ଘଷା ଘଷିକି ମାରିଦେଲି ଗୋଟେ ସାମ୍ପୁ। ଆଉ କୋଉ ସାମ୍ପୁ ନା ଭାଇ ପାଇଁ ଆଉ ଗୋଟେ ତା ପାଇଁ ନର୍ମାଲଟା ମୋ ପାଇଁ ଥଣ୍ଡା କୁଲ। ସେ ତ ସେଇଟା ନେଲା ମୁଁ ଦେଖେଇଲି 2ଟା ସେ ସେଇଟା ନେଲା। ମୁଁ ମରି ତାକୁ ଦେଖେଇଲି ଯୋଡ଼ାକ ଭାଇ ନେଲା ସେଇ ଟିକେ ମୁଁ ଲଗେଇଥିଲି ଏଇଟା ଆଉ ଭଲ ଥଣ୍ଡା ଲାଗୁଛି। କିନ୍ତୁ ମୁଣ୍ଡଟାକୁ ଫାଣ୍ଟାଷ୍ଟିକ୍ ଲାଗୁଛି ପୁରା। ହଉ ମୁଁ ଏକାଥରେ ଡ୍ରେସ୍ ପିନ୍ଧିଲା ପରେ ଗଞ୍ଜି ପିନ୍ଧିଲା ପରେ ଯାଇକି କରିବି। ମୋତେ ଲାଜ ଲାଗୁଛି ଟିକେ ହେଲା। ଖରାଦିନେ ଯେଉଁ ମଝିରେ ସୁଲସୁଲିଆ ପବନଟା ଆସେ ହେରି
ଦେଖନ୍ତୁ ବର୍ତ୍ତମାନ ପବନଟା ଯେଉଁ ମଝିରେ ମଝିରେ ସୁଲସୁଲ ହେଇକି ଆଉଛି, ପୁରା ଶାନ୍ତି ନଙ୍ଘା ଶାନ୍ତି ଲାଗୁଛି। ଯେଉଁମାନେ ବାହାରେ ଶୋଇବା କଥା ସେମାନେ ଆରାମସେ ଶୋଇପଡ଼ିବେ। ମୋ ଯେତେ ଏଇଠି ଶୋଉଛନ୍ତି, ଏଇଠି କବାଟ ଖୋଲା କରିଦେଇକି ଏଇଠି ଶୋଉଛନ୍ତି, କାହିଁକିନା ଥଣ୍ଡା ପବନଟା ଏପଟକୁ ଆଉଛି ତ ସେ ଆରାମସେ ଏଇଠି ଶୋଉଛନ୍ତି। ଆଉ ପବନଟା ବି ଭଲ ହେଉଛି, ଗଛ ପତ୍ର ସବୁ ଭଲ ହେଉଛି, ମାନେ ପବନଟା ଭଲ ହେଉଛି, ଜୋରିଆ ପବନଟା ହେଉଛି। ତା ସହିତ ବୋଉ ମୋର ଶୁଖେଇଛି ଖଟା ଆଚାର। ଖରା ବି ଏବେ ଯାଏଁ ଯାଇନି, ଟାଇମ୍ ବି ଆସିଛି 3ଟା 3:30 ପାଖାପାଖି ହେଇଯିବ। ତ ମୁଁ ହେଉଛି ଆଉ ଲେଟ୍ ନ କରି ଆଜିର ବ୍ଲଗ୍ଟି ଏଇଠି ଏଣ୍ଡ କରୁଛି। ଆଶା କରୁଛି କି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର। କାଲି ଦେଖା ଗୋଟେ ନେକ୍ସଟ ବ୍ଲଗ୍ରେ। ବାଏ।